ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ଭଲରେ ଥିବେ। ବନ୍ଧୁଗଣ, କ'ଣ ଆପଣମାନଙ୍କର ରାଶି କର୍କଟ କି? ତେବେ କେବଳ ଗୋଟିଏ ଛୋଟ ଭୁଲ ଫେବୃଆରୀ ମାସରେ ଆପଣଙ୍କୁ ରାସ୍ତାକୁ ଆଣିପାରେ। ଆଉ ଆପଣଙ୍କର ଗୋଟିଏ ସଠିକ୍ ନିଷ୍ପତ୍ତି ଆପଣଙ୍କୁ ରାଜା ମଧ୍ୟ ବନାଇପାରେ। କର୍କଟ ରାଶିର ଜାତ ବ୍ୟକ୍ତିମାନେ ଫେବୃଆରୀ 2026 ଆପଣଙ୍କ ପାଇଁ କୌଣସି ସାଧାରଣ ମାସ ନୁହେଁ। ଏହା ହେଉଛି ଶନି ଏବଂ ମଙ୍ଗଳଙ୍କର ଏକ ଚକ୍ରବ୍ୟୁହ। ଆପଣ ହୁଏତ ଭାବୁଥିବେ, ମୁଁ କାହିଁକି ଆରମ୍ଭରୁ ଏତେ କଡ଼ା ଭାଷା ବ୍ୟବହାର କରୁଛି? କାରଣ ଆପଣଙ୍କ ରାଶିରୁ ଅଷ୍ଟମ ଭାବରେ ବସିଥିବା ଶନିଦେବ ଏବେ ଚୁପ୍ ବସିବେ ନାହିଁ। ଫେବୃଆରୀ ମାସରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଯେତେବେଳେ ନିଜର ଚାଲ ବଦଳାଇବେ, ସେତେବେଳେ କର୍କଟ ରାଶିର ଲୋକଙ୍କ ଜୀବନରେ ତିନୋଟି ବଡ଼ ଘଟଣା ଘଟିବ। ପ୍ରଥମରେ ରକ୍ତ ସମ୍ପର୍କରେ ଫାଟ ସୃଷ୍ଟି ହେବ। ଦ୍ୱିତୀୟରେ ହଠାତ୍ ଧନର ଆଗମନ ହେବ, କିନ୍ତୁ ତାହା ରହିବ ନାହିଁ। ତୃତୀୟରେ ଏକ ପୁରୁଣା ରହସ୍ୟ ସାମ୍ନାକୁ ଆସିବ। କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, 12 ତାରିଖ ପରେ ଆପଣଙ୍କ ଭାଗ୍ୟରେ କେଉଁ ରାଜଯୋଗ ବନୁଛି? କାହିଁକି ମୁଁ କହୁଛି ଯେ ଏହି ମାସରେ ଆପଣଙ୍କୁ ମୌନ ରହିବାକୁ ପଡ଼ିବ? ଆଜିର ଏହି ଭିଡ଼ିଓରେ ଆମେ କେବଳ ଉପର ଠାଉରିଆ କଥା ହେବା ନାହିଁ, ଆମେ କଥା ହେବା ଆପଣଙ୍କ ନକ୍ଷତ୍ର ବିଷୟରେ। ପୁନର୍ବସୁ, ପୁଷ୍ୟା ଏବଂ ଅଶ୍ଳେଷା, ଏହି 3 ନକ୍ଷତ୍ର ପାଇଁ ଅଲଗା ଅଲଗା ଭବିଷ୍ୟବାଣୀ ରହିଛି। ଆଉ ଏହି ଭିଡ଼ିଓର ଶେଷରେ ମୁଁ ଆପଣଙ୍କୁ ଗୋଟିଏ ଏମିତି ଏକ ମହା ଉପାୟ କହିବି, ଯାହା କରିବା ମାତ୍ରେ 24 ଘଣ୍ଟା ଭିତରେ ଆପଣ ଚମତ୍କାର ଦେଖିବେ। ତେଣୁ ହୃଦୟକୁ ଶକ୍ତ କରନ୍ତୁ ଏବଂ ଶୁଣନ୍ତୁ ଆପଣଙ୍କ ଭାଗ୍ୟର ନିଷ୍ଠୁର ସତ୍ୟ। ବନ୍ଧୁଗଣ, କର୍କଟ ରାଶି ହେଉଛି ଜଳ ତତ୍ତ୍ୱର ରାଶି। ଆପଣମାନେ ବହୁତ ଭାବୁକ, କିନ୍ତୁ ଫେବୃଆରୀ ମାସରେ ଅଷ୍ଟମ ଶନି ବା କଣ୍ଟକ ଶନି ଆପଣଙ୍କ ମନ ସହିତ ଖେଳିବ। ପ୍ରଥମେ ଆପଣ ଅନୁଭବ କରିବେ ଏକାକୀପଣ। ଆପଣଙ୍କ ଚାରିପାଖରେ ଲୋକ ଥିବେ, ପରିବାର ଥିବ, ସାଙ୍ଗସାଥୀ ମଧ୍ୟ ଥିବେ, କିନ୍ତୁ ଆପଣଙ୍କୁ ଲାଗିବ ଯେ କେହି ଆପଣଙ୍କୁ ବୁଝିପାରୁନାହାନ୍ତି। ରାତିରେ ନିଦ ଭାଙ୍ଗିଯିବ, ଅଜଣା ଭୟ ଲାଗିବ। ଏହା କାହିଁକି ହେଉଛି? କାରଣ ଗ୍ରହମାନେ ଚାହୁଁଛନ୍ତି ଆପଣ ନିଜ ଭିତରକୁ ଝାଙ୍କି ଦେଖନ୍ତୁ। ବିଶେଷ କରି ମାସର 1 ରୁ 8 ତାରିଖ ମଧ୍ୟରେ ଯଦି କେହି ଆପଣଙ୍କୁ ଉସ୍କାନ୍ତି ବା ରଗାନ୍ତି, ତେବେ ଶାନ୍ତ ରୁହନ୍ତୁ। ଯଦି ଆପଣ ରାଗିଗଲେ, ତେବେ ବୁଝି ନିଅନ୍ତୁ ଶନିଦେବ ଜିତିଗଲେ ଆଉ ଆପଣ ହାରିଗଲେ। କର୍କଟ ରାଶିର 3ଟି ନକ୍ଷତ୍ର। ଆସନ୍ତୁ ଜାଣିବା ଆପଣଙ୍କ ଜନ୍ମ ନକ୍ଷତ୍ର ଅନୁସାରେ ଫେବୃଆରୀ ମାସ କେମିତି କଟିବ। ଏହା ଖୁବ୍ ସୂକ୍ଷ୍ମ ବିଶ୍ଳେଷଣ, ଧ୍ୟାନ ଦେଇ ଶୁଣନ୍ତୁ। ପୁନର୍ବସୁ ନକ୍ଷତ୍ର। ଯଦି ଆପଣଙ୍କ ନକ୍ଷତ୍ର ପୁନର୍ବସୁ, ତେବେ ଆପଣଙ୍କ ପାଇଁ ଗୁରୁ ବୃହସ୍ପତିଙ୍କ ଆଶୀର୍ବାଦ ରହିଛି। ଆପଣଙ୍କ ପାଇଁ ଏହି ମାସଟି ଜ୍ଞାନ ଏବଂ ଧନର ମାସ। ଶିକ୍ଷା କ୍ଷେତ୍ରରେ ଥିବା ବ୍ୟକ୍ତି, ଶିକ୍ଷକ, ଓକିଲ ଏବଂ ପରାମର୍ଶଦାତାମାନେ ବହୁତ ସୁନାମ ଅର୍ଜନ କରିବେ, କିନ୍ତୁ ପେଟଜନିତ ସମସ୍ୟା ଆପଣଙ୍କୁ ହଇରାଣ କରିପାରେ। ଦ୍ୱିତୀୟରେ ରହିଛି ପୁଷ୍ୟା ନକ୍ଷତ୍ର। ଶନିଦେବଙ୍କ ନିଜ ନକ୍ଷତ୍ର ହେଉଛି ପୁଷ୍ୟା। ଯଦି ଆପଣଙ୍କ ଜନ୍ମ ଏହି ନକ୍ଷତ୍ରରେ, ତେବେ ଫେବୃଆରୀ ମାସ ଆପଣଙ୍କ ପାଇଁ କର୍ମ ପ୍ରଧାନ ରହିବ। ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ, ବିଶ୍ରାମ ମିଳିବ ନାହିଁ। କିନ୍ତୁ ମନେ ରଖନ୍ତୁ, ଏହି ମାସରେ ଆପଣ ଯେତିକି ଝାଳ ବୁହାଇବେ, ଆଗାମୀ 2 ବର୍ଷ ଯାଏଁ ସେତିକି ଆରାମ କରିବେ। ପୁରୁଣା ଗାଡ଼ି କିମ୍ବା ଘର ମରାମତିରେ ପଇସା ଖର୍ଚ୍ଚ ହୋଇପାରେ। ତୃତୀୟରେ ରହିଛି ଅଶ୍ଳେଷା ନକ୍ଷତ୍ର। ବୁଧଙ୍କ ନକ୍ଷତ୍ର ଅଶ୍ଳେଷା। ସବୁଠାରୁ ବେଶୀ ସତର୍କ ଆପଣଙ୍କୁ ରହିବାକୁ ପଡ଼ିବ। ଷଡ଼ଯନ୍ତ୍ରର ଶିକାର ଆପଣ ହୋଇପାରନ୍ତି। ଅଫିସରେ ରାଜନୀତି ହେଉ କିମ୍ବା ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା, ଆପଣଙ୍କୁ ଚାରିଆଡ଼ୁ ଘେରିବାକୁ ଚେଷ୍ଟା କରାଯିବ, କିନ୍ତୁ ଆପଣଙ୍କ ବୁଦ୍ଧି ଏତେ ତୀକ୍ଷ୍ଣ ହେବ ଯେ ଆପଣ ସମସ୍ତଙ୍କୁ ମାତ୍ ଦେଇ ବାହାରି ଆସିବେ। ଏବେ ଆସିବା ସେହି ପ୍ରଶ୍ନ ଉପରେ ଯାହା ସମସ୍ତଙ୍କ ମନରେ ଚାଲିଛି, ପକେଟ ଗରମ ରହିବ ନା ଖାଲି ହେବ? ଫେବୃଆରୀ 12 ତାରିଖ ପର୍ଯ୍ୟନ୍ତ ଆର୍ଥିକ ସ୍ଥିତି ସାମାନ୍ୟ ଟାଇଟ୍ ରହିପାରେ। ଟଙ୍କା ଆସିବାର ରାସ୍ତା ଥିବ, କିନ୍ତୁ ଶେଷ ମୁହୂର୍ତ୍ତରେ କିଛି ନା କିଛି ବାଧା ଆସିଯିବ। କିନ୍ତୁ 13 ଫେବୃଆରୀ ପରେ ସୂର୍ଯ୍ୟଦେବଙ୍କ କୃପାରୁ ଆପଣଙ୍କ ଭାଗ୍ୟର ଦ୍ୱାର ଖୋଲିଯିବ। ଯେଉଁମାନେ ବିଦେଶ ଯିବାକୁ ଚାହୁଁଛନ୍ତି, ସେମାନଙ୍କର ଭିସା କାମ ହୋଇଯିବ। ଷ୍ଟକ୍ ମାର୍କେଟ, ଲଟେରୀ କିମ୍ବା ସଟ୍ଟା ବଜାରରୁ ହଠାତ୍ ଲାଭ ମିଳିପାରେ, କିନ୍ତୁ ଲୋଭ କରନ୍ତୁ ନାହିଁ। ବ୍ୟବସାୟୀ ବନ୍ଧୁଗଣ,
20 ତାରିଖ ପରେ କୌଣସି ନୂଆ ପ୍ରଡକ୍ଟ ଲଞ୍ଚ କରନ୍ତୁ ନାହିଁ। ଯାହା ଚାଲିଛି ତାକୁ ହିଁ ମଜବୁତ କରନ୍ତୁ। ଆପଣଙ୍କ କର୍ମଚାରୀମାନେ ଆପଣଙ୍କୁ ହଇରାଣ କରିପାରନ୍ତି। ଚାକିରି କ୍ଷେତ୍ରରେ ବସ୍ଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଆପଣଙ୍କର କାମ ହିଁ ଆପଣଙ୍କ ପରିଚୟ ହେବ, ଆପଣଙ୍କ କଥା ନୁହେଁ। ଘରର କଳି ଦାଣ୍ଡରେ ପଡ଼ିବାର ସମ୍ଭାବନା ଅଛି। ମୁଁ ଆପଣଙ୍କୁ ଡରାଉ ନାହିଁ, ସଚେତନ କରାଉଛି। ଦ୍ୱିତୀୟ ଭାବରେ ଦୃଷ୍ଟି ପଡ଼ୁଥିବାରୁ ଆପଣଙ୍କ କଟୁ କଥା ଆପଣଙ୍କ ପରିବାରକୁ ଭାଙ୍ଗି ଦେଇପାରେ। ଏହି ମାସରେ ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯାହା ଆପଣଙ୍କର ଚିନ୍ତାର କାରଣ ହେବ। ପ୍ରେମ ସମ୍ପର୍କରେ ଇଗୋକୁ ଆସିବାକୁ ଦିଅନ୍ତୁ ନାହିଁ। ଯଦି ଆପଣଙ୍କ ପାର୍ଟନର କିଛି ଭୁଲ ମଧ୍ୟ କରୁଛନ୍ତି, ତେବେ ଫେବୃଆରୀ ମାସରେ ତାକୁ ଇଗ୍ନୋର କରନ୍ତୁ। କାରଣ ଏବେ ଯଦି ସମ୍ପର୍କ ଭାଙ୍ଗିଲା, ତେବେ ଯୋଡ଼ିବା ବହୁତ କଷ୍ଟକର ହେବ। ଶୁଭ ଖବର ହେଉଛି ମାମୁଁ ଘର ପଟୁ କିମ୍ବା ଶ୍ୱଶୁର ଘର ପଟୁ କିଛି ଆର୍ଥିକ ସାହାଯ୍ୟ ମିଳିପାରେ। ଏବେ ବାହାର କରନ୍ତୁ କଲମ ଏବଂ ଡାଏରୀ। ଲେଖନ୍ତୁ ସେହି ତାରିଖ ଗୁଡ଼ିକୁ ଯାହା ଆପଣଙ୍କୁ ବଞ୍ଚାଇବ ଏବଂ ଯାହା ଆପଣଙ୍କୁ ହରାଇବ। ବିପଦଜନକ ତାରିଖ ହେଉଛି ଫେବୃଆରୀ 4, 8, 13, 17 ଏବଂ 22। ଏହି ଦିନ ଗୁଡ଼ିକରେ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। ଆମିଷ ଭୋଜନ କରନ୍ତୁ ନାହିଁ। ଲୁହା କିମ୍ବା ତେଲ ମଧ୍ୟ କିଣନ୍ତୁ ନାହିଁ। ଶୁଭ ତାରିଖ ହେଉଛି ଫେବୃଆରୀ 2, 6, 11, 20 ଏବଂ 24। ଏହି ଦିନ ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ, ବିଜୟ ନିଶ୍ଚିନ୍ତ ହେବ। କର୍କଟ ରାଶିର ଲୋକମାନେ ଏହି ମାସରେ ଶନିଦେବଙ୍କ ପ୍ରକୋପରୁ ବଞ୍ଚିବା ପାଇଁ ଏକ ବିଶେଷ ଉପାୟ କରନ୍ତୁ। ଏକ ନଡ଼ିଆ ନିଅନ୍ତୁ, ସେଥିରେ କଳା ସୂତା ଗୁଡ଼ାଇ ଦିଅନ୍ତୁ, ନିଜ ମୁଣ୍ଡ ଉପରେ 7 ଥର ବୁଲାଇ କୌଣସି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ କିମ୍ବା ମନ୍ଦିରରେ ରଖିଦିଅନ୍ତୁ। ଏହା କେବଳ ଶନିବାର ଦିନ କରିବେ। ପ୍ରତିଦିନ ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ୱାରରେ ସୋରିଷ ତେଲର ଦୀପ ଜାଳନ୍ତୁ। ଏହା ନକାରାତ୍ମକ ଶକ୍ତିକୁ ଘର ଭିତରକୁ ଆସିବାକୁ ଦେବ ନାହିଁ। ବନ୍ଧୁଗଣ, ଫେବୃଆରୀ ମାସ ଏକ ପରୀକ୍ଷା, ଆଉ ମୋର ବିଶ୍ୱାସ ଆପଣ ଏହି ପରୀକ୍ଷାରେ ନିଶ୍ଚୟ ପାସ୍ କରିବେ। ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ଏତିକି ପ୍ରାର୍ଥନା ରହିବ, ଆପଣଙ୍କ ଜୀବନର ସବୁ ଦୁଃଖ ଦୂର ହେଇଯାଉ। ଯଦି ଆପଣଙ୍କୁ ଆପଣମାନଙ୍କ ସମସ୍ୟାର ସମାଧାନ ଦରକାର, ତେବେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିବାକୁ ଭୁଲିବେ ନାହିଁ। ଆପଣମାନଙ୍କର ଏଇ ଗୋଟିଏ କମେଣ୍ଟ ମୋତେ ଆଗକୁ ବଢ଼ିବାକୁ ସାହସ ଦିଏ। ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।